ମାନେ ନମସ୍କାର, ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟାରେ ମୁଁ ସଞ୍ଜୟ କୁମାର ମଲ୍ଲିକ ଆପଣଙ୍କ ଭାଉଜ ସ୍ୱାଗତିକା ମଲ୍ଲିକ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ଆପଣମାନଙ୍କୁ ସ୍ୱାଗତ। ସାଙ୍ଗମାନେ ଆଜି ଆପଣମାନଙ୍କ ପାଇଁ ଅତି ସୁନ୍ଦର ଏବଂ ମଜାଦାର ଢଗ ପ୍ରଶ୍ନ ଆଣିଛୁ। ପ୍ଲିଜ୍ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ମଜା ନିଅନ୍ତୁ। ଆଶା ଆମେ ହସିବା, ଅନ୍ୟମାନଙ୍କୁ ହସାଇବା। ସାଙ୍ଗମାନେ ଏତିକି ରିକ୍ୱେଷ୍ଟ, ଯଦି ଆମ ଚ୍ୟାନେଲକୁ ନୂଆ ଆସିଥାନ୍ତି ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ, ସେୟାର। ସାଙ୍ଗମାନେ ଯଦି ଭିଡ଼ିଓଟିକୁ ଆପଣମାନଙ୍କ ମନ ଛୁଆଁ ହୁଏ ତାହେଲେ ପ୍ଲିଜ୍ କେବେ ହେଲେ ଅବହେଳା ନକରି କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। କାରଣ ମୁଁ ଆଶା ରଖିଛି ଯେଉଁ ପ୍ରଶ୍ନଟି ପଚାରିବି ଭାଉଜ କହିପାରିଲା ଭଳି ଜଣାପଡ଼ୁନି। ସାଙ୍ଗମାନେ ପ୍ଲିଜ୍ ଏତିକି ରିକ୍ୱେଷ୍ଟ କମେଣ୍ଟ ବକ୍ସରେ ଲେଖିବେ ବୋଲି। ତାହେଲେ ସାଙ୍ଗମାନେ ଭାଉଜଙ୍କୁ ଏମିତି ପ୍ରଶ୍ନ ପଚାରୁଛି, ଦେଖନ୍ତୁ ଆପଣମାନେ ପ୍ରଶ୍ନର ଉତ୍ତର ପାଇବା ଟିକେ କଷ୍ଟକର ହୋଇପାରେ। ଯଦି ଆପଣମାନେ ଜାଣିଥିବେ ନିଶ୍ଚିନ୍ତ ଲେଖିଦେବେ ବୋଲି ଆଶା ରଖିଛୁ। ତାହେଲେ ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନ ଶୁଣନ୍ତୁ, ମଜା ନିଅନ୍ତୁ। କହିଲା ଦେଖି, ଅମାବାସ୍ୟାରେ ଚନ୍ଦ୍ର ଦିଶିଲା, ବିନା ବାପରେ ପୁଅ ଜନ୍ମ ହେଲା। ବୁଝିପାରିଲ? ଯେତେବେଳେ ପୁଅ ଜନ୍ମ ହେଲା ପୁଅର ମା ଘରେ ନଥିଲା। ସାଙ୍ଗମାନେ ମୁଁ ଆଗରୁ କହିଛି ଭାଉଜଙ୍କୁ ଏମିତି ପ୍ରଶ୍ନ ପଚାରିବି ତାଙ୍କ ମୁଣ୍ଡରେ ପଶିବନି ବୋଧେ। କୁହ କୁହ। ଅମାବାସ୍ୟାରେ ଚନ୍ଦ୍ର ଦିଶିଲା, ବିନା ପାପରେ ପୁଅ ଜନ୍ମ ହେଲା। ଯେତେବେଳେ ପୁଅ ଜନ୍ମ ହେଲା ସେତେବେଳେ ପୁଅର ମା ଘରେ ନଥିଲା। ତାହା କ'ଣ? ଭଲ ଭାବରେ ଚିନ୍ତା କର, ନିଶ୍ଚିନ୍ତ ଉତ୍ତରଟି ପାଇପାରିବ। ସାଙ୍ଗମାନେ ଏଇଭଳି ମଜାଦାର ଢଗ ପ୍ରଶ୍ନ ଆପଣଙ୍କ ମନ ଛୁଆଁ ହେଲା କି ନାହିଁ ନିଶ୍ଚିନ୍ତ ଜଣାଇବେ। କିନ୍ତୁ ସାଙ୍ଗମାନେ କମେଣ୍ଟ ବକ୍ସରେ ଲେଖନ୍ତୁ। ଆପଣ ଜାଣିଥିବେ ବୋଲି ମୁଁ ଆଶା ବିଶ୍ୱାସ ରଖିଛି। କିନ୍ତୁ ଢଗ ପ୍ରଶ୍ନଟି ବହୁତ ସୁନ୍ଦର। ଆପଣମାନେ କମେଣ୍ଟ ବକ୍ସରେ ଦିଅନ୍ତୁ। କୁହ, କହିପାରିବ କି ନାହିଁ ନା କ'ଣ କହୁଛ? କହିପାରିବନି? କ'ଣ କହୁଛନ୍ତି ଶୁଣନ୍ତୁ ସାଙ୍ଗମାନେ। ଏ ପ୍ରଶ୍ନର ଉତ୍ତର ଭାଉଜ କହିପାରିବେନି। ଦେଖନ୍ତୁ ସାଙ୍ଗମାନେ ଆଉ ଥରେ କହିଦେବି, ଭଲ ଭାବରେ ଶୁଣ ସାଙ୍ଗମାନେ, ନ ଶୁଣନ୍ତୁ। ଅମାବାସ୍ୟାରେ ଚନ୍ଦ୍ର ଦିଶିଲା, ବିନା ବାପରେ ପୁଅ ଜନ୍ମ ହେଲା। ଯେତେବେଳେ ପୁଅ ଜନ୍ମ ହେଲା ପୁଅର ମା ଘରେ ନଥିଲା। ଛତୁ ବୋଧେ। ସାଙ୍ଗମାନେ ଭାଉଜ କହୁଛନ୍ତି ଛତୁ। ଛତୁଟା କ'ଣ ମୋତେ କହିଲ? ଛତୁଟା କ'ଣ? ଯେଉଁ କହୁଛ ଛତୁ ସେଟା କ'ଣ? ଖାଇବା ଜିନିଷ ନା? ସାଙ୍ଗମାନେ ଭାଉଜ ପହଞ୍ଚିଲେ ଛତୁ ପାଖରେ। ହଁ 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 ଦେଖନ୍ତୁ ସାଙ୍ଗମାନେ, ହଁ 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 ଭାଉଜ କହୁଛନ୍ତି ଛତୁ। ସାଙ୍ଗମାନେ ଭାଉଜ ଜାଣିପାରୁନାହାନ୍ତି। ଆପଣମାନେ କ'ଣ ସାଙ୍ଗମାନେ ଭାଉଜଙ୍କୁ ସାହାଯ୍ୟ କରିବେନି? ନିଶ୍ଚିନ୍ତ କରିବେ। ଆପଣମାନେ ଲେଖିଦିଅନ୍ତୁ। ଭାଉଜ ଯେତେବେଳେ ଜାଣିବେ ବହୁତ ଖୁସି ହେଇଯିବେ, କହେ ଯାହା ହଉ ଏତେ ସୁନ୍ଦର ପ୍ରଶ୍ନଟି ମାନେ କରିଥିଲ। ଯାହା ହଉ ସାଙ୍ଗମାନେ ଉତ୍ତରଟି କେମିତି ପାଇଲେ? ଏ ଉତ୍ତର ପାଇବାଟି ବହୁତ କଷ୍ଟ ଥିଲା, କିନ୍ତୁ କେମିତି ପାଇଲେ? କିନ୍ତୁ ସାଙ୍ଗମାନେ କଷ୍ଟ ହେବ ନାହିଁ, କାରଣ ସେମାନେ ଜାଣିଥିବେ ନା କ'ଣ କହୁଛ? କଷ୍ଟ ହେଉଛି କିନ୍ତୁ ହଁ କଷ୍ଟ ହେବ ନାହିଁ। ଯାହା ହଉ ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନଟି ମଜା ଥିଲା। ମୁଁ ଆଗରୁ କହିଛି ଏ ପ୍ରଶ୍ନଟି ଭାଉଜ କହିବା ବହୁତ କଷ୍ଟ, କିନ୍ତୁ ଏକ ପ୍ରଶ୍ନର ଉତ୍ତରଟି ବହୁତ ଟିକେ ମୁସ୍କିଲ। ଟିକେ ଭିତରକୁ ଗଲେ, ଗଭୀରକୁ ଗଲେ ପ୍ରଶ୍ନଟି ଉତ୍ତର ପାଇପାରିବ। ତାହେଲେ ସାଙ୍ଗମାନେ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଆପଣଙ୍କ କମେଣ୍ଟ ଆମ ପାଇଁ ବହୁତ ମୂଲ୍ୟବାନ। ତାହେଲେ ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନ ସରିଲା। ସେକେଣ୍ଡ ପ୍ରଶ୍ନଟି ଆହୁରି ମଜାଦାର, କିନ୍ତୁ ସାଙ୍ଗମାନେ କେବେ ହେଲେ କାଟି ଦିଅନ୍ତୁ ନାହିଁ। ପୋଇ କେମିତି ହେଲା ପୁଣି? ପୋଇ କେମିତି ହେଲା କୁହ? କୁହ କୁହ କୁହ। କମେଣ୍ଟ ବକ୍ସରେ ଆସିଯିବ। ସାଙ୍ଗମାନେ ଭାଉଜଙ୍କୁ ଟିକେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। କିନ୍ତୁ ଭାଉଜ କହିପାରୁନାହାନ୍ତି। ସେଇ ପ୍ରଶ୍ନଟି ଥିଲା, ଅମାବାସ୍ୟାରେ ଚନ୍ଦ୍ର ଦିଶିଲା, ବିନା ବାପରେ ପୁଅ ଜନ୍ମ ହେଲା। ଯେତେବେଳେ ପୁଅ ଜନ୍ମ ହେଲା ସେତେବେଳେ ମା ଘରେ ନଥିଲା। ତାହେଲେ ସାଙ୍ଗମାନେ ପ୍ରଶ୍ନଟି ବହୁତ ସୁନ୍ଦର, ଆପଣଙ୍କ ମନ ଛୁଆଁ ହେଇଥିବ ବୋଲି ଆଶା ବିଶ୍ୱାସ ରଖିଛୁ। କିନ୍ତୁ ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନ ଯେତିକି ମଜାଦାର, ସେକେଣ୍ଡଟି ଆହୁରି ଟିକେ ମଜାଦାର ଅଛି। କିନ୍ତୁ ସାଙ୍ଗମାନେ ମଝିରୁ କେବେ ହେଲେ କାଟନ୍ତୁ ନାହିଁ। ଭିଡ଼ିଓଟିକୁ ଦେଖନ୍ତୁ, ମଜା ନିଅନ୍ତୁ। ଆଶା ଆମେ ହସିବା, ଅନ୍ୟମାନଙ୍କୁ ହସିବା। ସାଙ୍ଗମାନେ ଯଦି ଆମ ଚ୍ୟାନେଲକୁ ଆସିଥାନ୍ତି ନୂଆ, ସବସ୍କ୍ରାଇବ୍ କରି ଆପଣମାନଙ୍କ ସାଙ୍ଗମାନଙ୍କ ପାଖକୁ ଟିକେ ସେୟାର କରିଦିଅନ୍ତୁ। କାରଣ ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖିବାର ସୁଯୋଗ ପାଇପାରିବେ। ତାହେଲେ ସାଙ୍ଗମାନେ
ସେକେଣ୍ଡ ପ୍ରଶ୍ନଟି ଆଉ ଟିକେ ମଜାଦାର ଆପଣମାନେ ଖାଲି ଶୁଣନ୍ତୁ। ଆଜି ଦୁଇଟି ପ୍ରଶ୍ନ ମାନେ ଭାବିକି ଆସିଥିଲି ଭାଉଜଙ୍କୁ ପଚାରିବି ଭାଉଜ କ'ଣ କହିବେ, କିନ୍ତୁ କହିପାରିଲା ଭଳି କାହିଁ ଜଣାପଡ଼ୁନାହିଁ, କାରଣ ଏ ଢଗ ପ୍ରଶ୍ନଟି ବହୁତ ଭିତରିଆ ଅଛି ଯେ କି ଆକୁ ଭାବିବାକୁ ପଡ଼ିବ। ତାହେଲେ କହିବ, ତାହେଲେ ସେକେଣ୍ଡ ପ୍ରଶ୍ନଟି ଆଉ ଟିକେ ମଜାଦାର ଶୁଣ। କହିଲ ଦେଖି, କାଲି ଦେଢ଼ଶୁର ଆଜି ମୋ ବର, କାଲି ହେବ ମୋ ସୁନା ଦିଅର। କାଲି ଦେଢ଼ଶୁର ଆଜି ମୋ ବର, କାଲି ହେବ ମୋ ସୁନା ଦିଅର। ତାହା କ'ଣ? ସାଙ୍ଗମାନେ ଆଜି ପ୍ରଶ୍ନ ବହୁତ ସୁନ୍ଦର ଏବଂ ମଜାଦାର, କାରଣ ଏଇଭଳି ଭିଡ଼ିଓ ଆମେ ବନାଉଛୁ ଯେ କି ଆପଣମାନେ ଦେଖିବେ, ମଜା ପାଇପାରିବେ, ଅନ୍ୟମାନଙ୍କ ପାଖକୁ ସେୟାର କରିବାକୁ ବାଧ୍ୟ ହେବେ ସାଙ୍ଗମାନେ। କାରଣ ସାଙ୍ଗମାନେ ଦେଖିଲେ ବି ହସି ହସି ରହିବେ ଏ ପ୍ରଶ୍ନର ଉତ୍ତରଟି କ'ଣ। ଆପଣମାନେ ସେୟାର କରି ସାଙ୍ଗମାନଙ୍କ ପାଖରୁ ବି ବୁଝି ପ୍ରଶ୍ନର ଉତ୍ତର ଲେଖନ୍ତୁ ସାଙ୍ଗମାନେ। ଦେଖାଯାଉ ଭାଉଜ ବହୁତ ଖୁସି ହେବେ। ସେକେଣ୍ଡ ପ୍ରଶ୍ନଟି ହେଲା, କାଲି ଦେଢ଼ଶୁର ଆଜି ମୋ ବର, କାଲି ହେବ ମୋ ସୁନା ଦିଅର। ସାଙ୍ଗମାନେ କେମିତି ଲାଗିଲା ଏ ପ୍ରଶ୍ନଟି? କିନ୍ତୁ ସେକେଣ୍ଡ ପ୍ରଶ୍ନଟି ବହୁତ ଭଲ ହେବ ବୋଲି ମୁଁ କହିଥିଲି ନା, କିନ୍ତୁ ଆପଣମାନେ କୁହନ୍ତୁ ଏ ଦୁଇଟି ପ୍ରଶ୍ନର ଉତ୍ତର ନିଶ୍ଚିନ୍ତ ଆପଣମାନେ ପାଇପାରିବେ। ଟିକେ ମାନେ ଖୋଜନ୍ତୁ ସାଙ୍ଗମାନେ। ଭାଉଜ ତ ଖୋଜି ପାରିବେ ନାହିଁ ସାଙ୍ଗମାନେ। ଆପଣମାନଙ୍କ କମେଣ୍ଟ ଆମ ପାଇଁ ମୂଲ୍ୟବାନ। ଏଇଭଳି ମଜାଦାର ଢଗ ପ୍ରଶ୍ନ ଶୁଣନ୍ତୁ, ମଜା ନିଅନ୍ତୁ। କାଲି ମୋର ସୁନା ଦିଅର ସାଙ୍ଗମାନେ କେମିତି ଲାଗିଲା କୁହନ୍ତୁ ସାଙ୍ଗମାନେ। ଭାଉଜ ତ କହିପାରିଲା ଭଳି ଜଣାପଡ଼ୁନାହିଁ। ଏମିତି ପ୍ରଶ୍ନ ଆଉଛ ଯେ ମୋ ମୁଣ୍ଡଟା ନା ବିନ୍ଧି ଦେଉଛ। ଭାଉଜଙ୍କ ମୁଣ୍ଡ ପୁରା ବିନ୍ଧି ଦେଉଛି ଏ ଯେଉଁ ପ୍ରଶ୍ନଟି ଥିଲା, କିନ୍ତୁ ବହୁତ ମଜାଦାର। ମୁଁ ଆଗରୁ କହିଛି ସାଙ୍ଗମାନେ, କାରଣ ଆପଣମାନଙ୍କ ପାଇଁ ଆଜି ପ୍ରଶ୍ନଟି ବହୁତ ମଜାଦାର ଏବଂ ସୁନ୍ଦର ଅଛି। ଏଥିରେ କିଛି ଶିଖିବେ, ଜାଣିବେ। କିନ୍ତୁ ସାଙ୍ଗମାନେ ଭଲ ଭାବରେ ଆପଣମାନଙ୍କ ପାଇଁ ମାନେ ଏ ପ୍ରଶ୍ନର ଉତ୍ତର ଲେଖିବାକୁ ହେଲେ ଆପଣମାନଙ୍କୁ କିଛି ବଡ଼ ରାଇଟିଂ ଲେଖିବାକୁ ପଡ଼ିବ ସାଙ୍ଗମାନେ। ଆପଣମାନେ ଭାବି ନିଅନ୍ତୁ। ମହାଭାରତ ଯାଆନ୍ତୁ, ରାମାୟଣକୁ ଯାଆନ୍ତୁ, ଖୋଜିଲେ ପାଇବେ, କ'ଣ କରିବେ। ସାଙ୍ଗମାନଙ୍କୁ ଆପଣମାନଙ୍କୁ ଇସାରା ଦେଇଦେଲି। ଦେଖାଯାଉ ସାଙ୍ଗମାନେ, ଆପଣମାନଙ୍କୁ ଇସାରା ତ ଦେଇଦେଲି, କିନ୍ତୁ ଆପଣମାନେ କମେଣ୍ଟରେ ଲେଖନ୍ତୁ କିନ୍ତୁ ଭିଡ଼ିଓର ମଜା ଆପଣମାନେ ପାଇଲେ କି ନାହିଁ। ଭାଉଜ କିନ୍ତୁ କ'ଣ କରିବେ କହିଛନ୍ତି ଛତୁ। ସେକେଣ୍ଡ ପ୍ରଶ୍ନର ଉତ୍ତର କ'ଣ କିଛି କହିପାରିଲେନି। କିଏ କି ସେକେଣ୍ଡ ପ୍ରଶ୍ନଟା କ'ଣ କୁହ, ଯଦି ବାଜିଗଲା କ'ଣ ସେମାନେ କହିବେ ଆଉ। ଯାହା ହଉ ସାଙ୍ଗମାନେ, ସେକେଣ୍ଡ ପ୍ରଶ୍ନର ଉତ୍ତର କହିପାରୁନାହାନ୍ତି। ଆପଣଙ୍କ କମେଣ୍ଟ ଅପେକ୍ଷାରେ ରହିଲୁ। ତାହେଲେ ସାଙ୍ଗମାନେ, ଆମ ଭିଡ଼ିଓଟିକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅନେକ ଅନେକ କ'ଣ ଧନ୍ୟବାଦ। ତାହେଲେ ଆଉ କ'ଣ କୁହ, କିଛି ତୁମ କିଛି ପ୍ରଶ୍ନ କରିବ? ତମେ ତ କହିପାରିଲନି ସାଙ୍ଗମାନେ, କହିବେ, ବ୍ୟସ୍ତ କାହିଁକି ହେଉଛ, ଉତ୍ତର ଆସିଲେ ଜାଣିପାରିବ। ତମେ କିଛି କହିବ ନା ନାହିଁ? କେଉଁଟା କି? ପାଣ୍ଡବ ପାଞ୍ଚ ଭାଇ କ'ଣ କହୁଛନ୍ତି ଭାଉଜ, କିନ୍ତୁ ଭଲ ଭାବରେ ସଠିକ୍ ଜାଣିନାହାନ୍ତି ସାଙ୍ଗମାନେ। ଆପଣମାନେ ବୁଝେଇକି ଲେଖିଦିଅନ୍ତୁ, ଭାଉଜ ଟିକେ ଖୁସି ହେବେ। ସାଙ୍ଗମାନେ ଏଇଭଳି ମଜାଦାର ଭିଡ଼ିଓ ଦେଖିବା ପାଇଁ ଆପଣମାନଙ୍କୁ ସର୍ବପ୍ରଥମେ କହିସାରିଛୁ। ଆପଣମାନେ ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍, ଆପଣମାନେ ସେୟାର କରିଦିଅନ୍ତୁ, ନା କ'ଣ କହୁଛ? ତାହେଲେ ସାଙ୍ଗମାନେ ଆପଣମାନେ ଏଇଭଳି ମଜାଦାର ଭିଡ଼ିଓ ଦେଖନ୍ତୁ, ମଜା ନିଅନ୍ତୁ। ଆମେ ହସିବା, ଅନ୍ୟମାନଙ୍କୁ ହସାଇବା, ନା କ'ଣ କହୁଛ? ସେଇ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ନାମ ନେଇ ଆମେ ସର୍ବପ୍ରଥମେ ଭିଡ଼ିଓଟି ଷ୍ଟାର୍ଟ କରୁ। କିନ୍ତୁ ଆଜି ଭିଡ଼ିଓଟି ଏତେ ମଜା ହେଇଗଲା, କିନ୍ତୁ ଆପଣମାନଙ୍କ ମନ ଛୁଆଁ ହେଇଥିବ ବୋଲି ଆଶା ରଖିଛୁ ସାଙ୍ଗମାନେ। କିନ୍ତୁ ସେଇ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କୁ ଭଲ ପାଉଥିଲେ ନିଶ୍ଚିନ୍ତ କରିଦେବେ ସବସ୍କ୍ରାଇବ୍। ଏଭଳି ମଜାଦାର ଭିଡ଼ିଓ ଦେଖିବାର ସୁଯୋଗ ପାଇପାରିବେ, କାରଣ ଆମର ସେଇ ବଡ଼ ଠାକୁର ସେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ। ଆମେ ଯେତେବେଳେ ଭିଡ଼ିଓଟି ଷ୍ଟାର୍ଟ କରୁ, ସେଇ ମହାପ୍ରଭୁଙ୍କ ନାମ ନେଇ ଆମେ ଆରମ୍ଭ କରୁ ଏବଂ ଶେଷ କରିଥାଉ। ଆପଣମାନେ ଭଗବାନଙ୍କ ନାମ ଶୁଣିବାକୁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ପଡ଼ିବ ସାଙ୍ଗମାନେ। ତାହେଲେ ସାଙ୍ଗମାନେ ଆଜି ତ ସମୟ ହେଇଗଲାଣି, ନା କ'ଣ କହୁଛ? ଆଉ ରହିବା ନା ଆଉ କ'ଣ କିଛି କହିବ? ଆଉ କିଛି କହିବନି? ତାହେଲେ ଭାଉଜ କିଛି କହିପାରିବେନି? ଓହୋ, ତାହେଲେ ସେଥିପାଇଁ ଭିଡ଼ିଓଟି ବନ୍ଦ କରୁଛନ୍ତି। ଭାଉଜ ବ୍ୟସ୍ତ ହେଉଛନ୍ତି, କହିପାରିଲେନି। ଦୁଇଟି ପ୍ରଶ୍ନରେ କିଛି ଭାବିବାର ନାହିଁ, ତେଣୁ ଆପଣମାନେ କମେଣ୍ଟ ବକ୍ସରେ ଦିଅନ୍ତୁ। ଭାଉଜ କିଛି ଜାଣିବେ। ଭାଉଜ ସେମିତି କିଛି ଭାବନି, ସବୁ ପ୍ରଶ୍ନର ସମସ୍ତେ ଉତ୍ତର କହିପାରନ୍ତି ନାହିଁ। ଆଉ ନ କହିପାରିଲେ ନାହିଁ, ଯେତେବେଳେ କମେଣ୍ଟଟି ଆସିବ ତୁମେ ଦେଖିଲେ କ'ଣ ଖୁସି ହେବନି? ଯାହା ହଉ ସାଙ୍ଗମାନେ କମେଣ୍ଟ ଦେଇଛନ୍ତି।
ଦେଇଛି ମୋତେ କାମଟା ଆସିଲେ ମୁଁ ଦେଖିବି ମୁଁ ଖୁସି ହେବି। ହେବ ନିଶ୍ଚିନ୍ତ ହେବେ ଭାଉଜ କହୁଛନ୍ତି। ତାହେଲେ ସାଙ୍ଗମାନେ ଆଜି ସମୟ ହେଇଗଲାଣି ଆମେ ଏବେ ରହୁଛୁ ନା କ'ଣ କହୁଛ? ହଁ। ଜୟ ଜଗନ୍ନାଥ ନମସ୍କାର।